नमस्कार, गुड मॉर्निंग, सुप्रभात, हैप्पी न्यू ईयर। নমস্কার স্যার, হ্যাপি নিউ ইয়ার। हाँ, ସାର୍ नमस्कार ନମସ୍କାର, ହାପି ନ୍ୟୁ ସମସ୍ତଙ୍କୁ ଇୟର, ହାପି ସାର୍ ନ୍ୟୁ ଇୟର। ନମସ୍କାର। ହାପି ନମସ୍କାର। ନ୍ୟୁ ଇୟର। ଇଂରାଜୀ ନବବର୍ଷର ବହୁତ ବହୁତ ଶୁଭକାମନା ଆପଣମାନଙ୍କୁ ସମସ୍ତଙ୍କୁ। ଆଶା କରୁଛି ଆପଣମାନେ ସମସ୍ତେ ସୁଖରେ ଥିବେ, ଭଲରେ ଥିବେ, ଆନନ୍ଦରେ ଥିବେ, ବହୁତ ଖୁସିରେ ଥିବେ। ଏ ବର୍ଷ ଆପଣଙ୍କୁ ଏ ପ୍ରକାରର ଗୋଟେ ସୁନ୍ଦର ବାତାବରଣ ତିଆରି କରୁଛି ଯେ ଯୋଉଥିରେ କି ଏ, ଆଗରୁ ମାନେ ଆମର ପାଷ୍ଟ ଲାଇଫ ଯାହା ନଥିଲା ବର୍ତ୍ତମାନ 2026ରୁ ସେ ଯୁଗର ପରିବର୍ତ୍ତନ ବର୍ତ୍ତମାନ ହବାକୁ ଯାଉଛି, ଯାହାକୁ କୁହାଯାଉଛି ଯେ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନରେ ଆମେ ପାଦ ଦେଇଛେ। ଆଉ ଏ ବର୍ଷକୁ ଆମେ ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ହିସାବରେ ଆମେ ପାଳନ କରିବାକୁ ଯାଉଛେ। ଆଉ ଯୋଉଥିରେ କି ଆମେ ନିଜର ସ୍ୱାସ୍ଥ୍ୟକୁ ବହୁତ ଭଲ ରଖିବା, ତା ସହିତ ନିଜ ପରିବାରର ସ୍ୱାସ୍ଥ୍ୟକୁ ବି ବହୁତ ବଢିଆ ରଖିବା, ତା ସହିତ ଆମର ସମାଜର ପ୍ରତ୍ୟେକ ଲୋକଙ୍କର ସ୍ୱାସ୍ଥ୍ୟକୁ ଠିକ ରଖିବା। ନମସ୍କାର, ଏଇ ଯୋଉ ଜୟ ସଂକଳ୍ପ ଶ୍ୟାମ, ଆମେ ହାପି ମାନେ ନ୍ୟୁ ଇୟର। ନେଇଛେ, ତ ସେଥିଲାଗି ଆ, ବହୁତ ବଡ ଆ, ବହୁତ ବଡ ଆକାରରେ ଇଏ ଯୋଉ ସଂକଳ୍ପ ଆମେ ମାନେ ନେଇଛେ, ସେଥିଲାଗି ସମସ୍ତଙ୍କୁ ବହୁତ 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 ଧନ୍ୟବାଦ। ତ ବା, ମୁଁ ଏଇଠି ଆପଣଙ୍କୁ କହିବି ଆଜିର ସେସନକୁ ଷ୍ଟାର୍ଟ କରିବା ପୂର୍ବରୁ ଯେ ଗତକାଲିର ଯୋଉ କ୍ଲୋଜିଂ ଆପଣଙ୍କର ଥିଲା, ଆପଣ ଯୋଉ ମେହନତ ଆପଣ ଦେଖେଇଛନ୍ତି, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସଫଳତା ପାଇଁ। ତ କାଲି ସକାଳୁ ହାତ ମାରିଦବ। ଆପଣଙ୍କ ହାପି ନ୍ୟୁ ସଫଳତା ପୁଣି ଆଗକୁ ବଢି ବଢି ଚାଲିବ। ଆଗକୁ ଆ, ଆପଣ ଗ୍ରୋ ଗ୍ରୋ କରି କରି ଚାଲିବେ। 100% ସଫଳତା ବି ଆପଣଙ୍କୁ ମିଳି ଚାଲିବ। ତ ଆଜି ଆମେ ଗୁରୁକୁଳ ସେସନକୁ ଆମେ ଦେଖିଲେ, ଆଉ ଗୁରୁକୁଳ ଶାଖା ମାଧ୍ୟମରେ ବି ଆମେ ଡିସ୍କସନ ବି କରୁଛେ। ତ ଗୁରୁକୁଳ ଶାଖାରେ ଆମେ ଦେଖିଲେ ଯେ ଆଜି ସ୍ୱାସ୍ଥ୍ୟ ଉପରେ ସବସେ ପେହଲେ ସେହତ, ଯେମିତି କି ଆମେ ନ୍ୟୁ ଇୟର ଆମେ ପାଳନ କରୁଛେ, 0 ନାଇଟ୍ ସେଲିବ୍ରେସନ କରୁଛେ, ନାଚ ଗୀତ ଖାଇବା ପିଇବା ଏ ସବୁ ସବୁ କରୁଛେ। କିନ୍ତୁ ଯଦି ସ୍ୱାସ୍ଥ୍ୟ, ଆପଣ କାଲି ଗୋଟେ ଥର ଦେଖନ୍ତୁ ଯେ ଯୋଉମାନଙ୍କର ସ୍ୱାସ୍ଥ୍ୟ ଠିକ ନାହିଁ, ତ ଇଏ ଯୋଉ ସେଲିବ୍ରେସନରୁ ସେ କୋଉଠି ନା କୋଉଠି ଦୂରେଇକି ରହି ଯାଇକି ମେଡିକାଲରେ ଅଛନ୍ତି। କିନ୍ତୁ ସେଇଠି କୁହାଯିବ ଯେ ସବୁଠୁ ପ୍ରଥମେ ହଉଛି ନିଜର ସ୍ୱାସ୍ଥ୍ୟ। ଯଦି ଆମ ନିଜ ସ୍ୱାସ୍ଥ୍ୟକୁ ଆମେ ଠିକ ରଖିପାରିଲେ, ତାହେଲେ ଆଗାମୀ କାଲି ଆମେ ସବୁ ପ୍ରକାରର ଖୁସି ଆମେ ପାଇପାରିବା, ସବୁ ପ୍ରକାର ଆନନ୍ଦ ଆମେ ପାଇପାରିବା। ତ ସେ ସବୁ ପ୍ରକାରର ଆନନ୍ଦ ଆମେ ପାଇବା ପାଇଁ ଇଏ ପ୍ରକୃତି ଯେତେ ପ୍ରକାରର ଆନନ୍ଦ ଆମକୁ ଦଉଛି, ସବୁ ପ୍ରକାରର ଆନନ୍ଦ ଆମେ ପାଇବା ପାଇଁ ଆମ ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବା ନିହାତି ଜରୁରୀ। ତ ସେଥିଲାଗି ଅ, ମ, ବହୁତ ସାରା କାର୍ଯ୍ୟକ୍ରମ ବି କରାଯାଉଛି, ଯେମିତିକି ପ୍ରଥମେ ନିଜେ ସେହତ କି ସିତାରେ, ଯେମିତିକି ନିଜ ସ୍ୱାସ୍ଥ୍ୟକୁ ନିଜେ ଠିକ ରଖିବା ପାଇଁ ନିଜର ଆମେ ଠିକ ଅଛେ କି ନ ଅଛେ, ତ ଆମର ହେଲ୍ଥ ଚେକଅପ୍ ଆମେ କରୁଛେ। ହେଲ୍ଥ ଚେକଅପ୍ କରିକି ଯୋଉ ଫର୍ମ ଅଛି ସେ ଫର୍ମରେ ଅପଲୋଡ ଆମେ କରିବା। ପୁଣି 3 ମାସ ତା ଉପରେ କାମ ବି କରିବା, ସିଡ୍ସର ଫର୍ମୁଲାକୁ ଆପ୍ଲାଏ ବି କରିବା। ତା ଦ୍ୱାରା ଅମ୍, ଆମେ 3 ମାସ ଭିତରେ ଯଦି ଆମେ ଠିକ ହେଇଯାଇଛେ, ତ ତାକୁ ବି ଆମେ ଅପଲୋଡ କରିବା, ତାକି ପୁରା ହିନ୍ଦୁସ୍ତାନରେ ଆମର ଗୋଟେ ବହୁତ ବଡ ସମାରୋହ ହବ। ସେ ସମାରୋହରେ ଆପଣଙ୍କୁ ସମ୍ମାନିତ ଆପଣ ମାନେ ହେବେ। ତାମାନେ ଆପଣଙ୍କ ସ୍ୱାସ୍ଥ୍ୟକୁ, ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଆପଣଙ୍କୁ ସମ୍ମାନ ମିଳୁଛି। ତ ଏଭଳି କୋଉଠି ଆପଣ ମାର୍କେଟରେ କୋଉ ଜାଗାରେ ଆପଣ ଶୁଣି ନଥିବେ ଯେ ନିଜ ସ୍ୱାସ୍ଥ୍ୟକୁ ନିଜେ ଠିକ ରଖିବା ପାଇଁ ଆମକୁ ସମ୍ମାନିତ ଆମକୁ କରାଯାଉଛି। ତ ଇଏ ଗୋଟେ ମହାନତା ଟିସି ସାରଙ୍କର। ତ ଆଜି ଆମେ ନିଜ ସ୍ୱାସ୍ଥ୍ୟକୁ କେତେ ଠିକ ରଖିପାରିବା, ଆଉ ସମାଜକୁ କେତେ ସୁସ୍ଥ ରଖିପାରିବା, ତ ତା ପାଇଁ ଆମେ କଣ କଣ କାର୍ଯ୍ୟ ଆମେ କରୁଛେ, ତ ଆମେ ତା ଉପରେ ଆଜି ଆମେ ଡିସ୍କସନ କରିବା। ତ ଫାର୍ଷ୍ଟ ଆମେ ଷ୍ଟାର୍ଟ କରିବା ମିତାଞ୍ଜଳି ମ୍ୟାଡମଙ୍କଠୁ। ତ ଆମେ ନିଜେ କଣ କରୁଛେ, ଆଉ ନିଜ ସ୍ୱାସ୍ଥ୍ୟକୁ ଆମେ କେମିତି ଆମେ ଯାଞ୍ଚ କରୁଛେ, କଣ କରୁଛେ, ତା ସହିତ ସମାଜ ପାଇଁ ବି ଆମେ କଣ କରୁଛେ, ତ ଆମେ ତାର ଆଲୋଚନା କରିବା। ଆଜ୍ଞା ମ୍ୟାଡାମ, ଅନମ୍ୟୁଟ କରନ୍ତୁ। ଅନମ୍ୟୁଟ କରନ୍ତୁ ମ୍ୟାଡାମ। ଆଜି ଯାହା ହଉ ଫାର୍ଷ୍ଟ ଟାଇମ ଆଜି ନ୍ୟୁ ଇୟରରେ ମ୍ୟାଡାମଙ୍କର ସଂକଳ୍ପ ଥିଲା କି ନ୍ୟୁ ଇୟରରେ ଆଜି ଭିଡିଓ ଅନ୍ କରିବେ, ବହୁତ ବଢିଆ। ଅନମ୍ୟୁଟ କରନ୍ତୁ ମ୍ୟାଡାମ, ସେଠି ଅନମ୍ୟୁଟ ର ଅପସନ ଅଛି, ହଁ। ଆଜ୍ଞା ଆଜ୍ଞା। ହୁଁ। ସାର୍, ମୁଁ ତ ମୋର
ନର୍ମାଲ ଅଛି, ଖାଲି ଟିକେ କୋଲେଷ୍ଟ୍ରଲ ରହିଯାଇଛି। ଆଉ ମୁଁ ମିସ୍ କରିଛି, ଦେଖାଯାଉ କଣ ହଉଛି ସାର୍। ଓକେ, ବହୁତ ବଢିଆ। କୋଲେଷ୍ଟ୍ରଲ କମ ହେଇଯାଇ ପାରିବ, ଆମେ ନର୍ମାଲ ହେଇଯାଇ ପାରିବ। ସିଡ୍ସ ର ଫର୍ମୁଲାକୁ ଆପ୍ଲାଏ କରିକି ଆମେ କୋଲେଷ୍ଟ୍ରଲକୁ ଠିକ କରିଦେଇ ପାରିବା। ଓକେ, ଥ୍ୟାଙ୍କ ୟୁ। ଆକାଶ, ଅନମ୍ୟୁଟ କର। ଜୟ ହରସିଂ ସାର୍, ନମସ୍କାର ସାର୍। ଆଉ ଏଇ ମାସ ଭିତରେ ବାପାଙ୍କୁ ବାଧ୍ୟ କରିବି ଯେ ତାଙ୍କର ଯାଇକି ହେଲ୍ଥ ଚେକଅପ୍ କରିବେ। ଆଉ 3 ମାସ ତାଙ୍କ ରିପୋର୍ଟ ଆଣିବି, ଏବେ ଅପଲୋଡ କରିବେ। ଆଉ 3 ମାସ ପରେ ସେଇ ରିପୋର୍ଟକୁ ପୁଣି ନିଜ ସ୍ୱାସ୍ଥ୍ୟକୁ ବେହତର କରି ଅପଲୋଡ କରିବେ। ଆଉ ଏଇ ବର୍ଷ ନୂଆ ସାଥୀ ମାନଙ୍କ ସହିତ ମିଶିକି ତାଙ୍କ ହେଲ୍ଥ ଆଉ ତାଙ୍କ ବିଜନେସ କୁ ବଢେଇବାରେ ସହାୟତା କରିବେ। ବାହ, ବହୁତ ବଢିଆ। ଧନ୍ୟବାଦ କେବଳ ବାପାଙ୍କର ନାହିଁ, ବାପା ମା ନିଜେ ସମସ୍ତେ। ସାର୍, ମୋର ବି କରିବି। ହଁ, ବାପାଙ୍କର ନିଜ ପୁରା ପରିବାର ସୁସ୍ଥ ରହିବା ଦରକାର ନା। ବାପା ମା ନିଜେ ସମସ୍ତେ, ହଁ, ସମସ୍ତେ ସୁସ୍ଥ ରହିବା ଦରକାର ପରିବାରରେ। ଓକେ, ପ୍ରବୀଣା ମ୍ୟାଡ଼ାମ, ଅନମ୍ୟୁଟ କରନ୍ତୁ ମ୍ୟାଡ଼ାମ। ନମସ୍କାର। ଆଜ୍ଞା। ସମସ୍ତଙ୍କୁ ଆମର ସାଥି ଗଲୁ, ଡ୍ୟାନ୍ସ ବି ଅଛନ୍ତି, ଆଉ ସବୁ ଭାଇମାନେ ସବୁ ରାତି ଦେଇଦେବେ। ସବୁ କେମିତି ନିଜ ଦେହକୁ କିଏ ଭଲ ପାଇବା ଚାହିଁବେ, ନିଜ ଦେହକୁ ସମସ୍ତେ ଭଲ ପାଆନ୍ତି, ତାକୁ ତ ନିହାତି ଜରୁରୀ। ଆଉ ଆଜି ତ ସାର୍ ଟିକେ ପଢାପଢି କରି କଣ ପ୍ରୋଗ୍ରାମ ଅଛି, କାଲିକୁ ଦେଖିବା ଟେଷ୍ଟ କରିବା। ସେଇ କୋଲେଷ୍ଟ୍ରଲ ଛାଡିକି ପଡିଛି, ଆଉ କିଛି ନାହିଁ, ଆଉ ସବୁ ଠିକ ଠାକ। କେତେ ପଏଣ୍ଟ କୋଲେଷ୍ଟ୍ରଲ ଟିକେ ପଡିଛି, ସେଟାକୁ ଭାବୁଛି ଟେଷ୍ଟ କରିଦବା। ବହୁତ ବଢିଆ। ଆକ୍ଚୁଆଲି ନିଜକୁ ନିଜେ ଯାଞ୍ଚ କରିବା ଦରକାର, କାରଣ କେତେବେଳେ ଆମେ ସବୁବେଳେ ମନେ ମନେ ଭାବୁ ଯେ ନାଇଁ ମୁଁ ସୁସ୍ଥ ଅଛି, ଭଲ ଅଛି, କିନ୍ତୁ ଆଜିକାଲି ଏମିତି ଦେଖାଯାଉଛି ଯେ 80% ଆମର ଶରୀର ଅସୁସ୍ଥ ନହେଲା ପର୍ଯ୍ୟନ୍ତ, ଆମ ଶରୀର ଖରାପ ନହେବା ପର୍ଯ୍ୟନ୍ତ ସେ ଆମେ ସିମ୍ପଟମ ଡକ୍ଟର ହିଁ ପାଖକୁ ଜଣା ଯାଉଛେ। ପଡୁନି। ନାଇଁ, ଚେଷ୍ଟା ସେଥିଲାଗି କରୁନି ଆଉ, ପ୍ରଥମେ ଚେଷ୍ଟା କର। ସେଇ ଯୋଗୁ ପ୍ରଥମେ ଆଗକୁ ନିଜ କ୍ଲିୟର ନିଜର କରିବା, କରିଦେବା। ଆଉ ହଁ, ପ୍ରଥମେ ନିଜର କରିବା, ତା ସହିତ ଅନ୍ୟମାନଙ୍କର କରିବା। ଆମେ 100 ଜଣଙ୍କର ଯଦି ଟେଷ୍ଟ କରେଇକି ତାକୁ ଅପଲୋଡ ବି କରିଦେଇ ପାରିଲେ, ତାହେଲେ ବି ଆମେ ତା ଉପରେ ବି ବହୁତ ଭଲ କାମ କରିଦେଇ ପାରିବା। ଓକେ, ସାହୁ ଭାଇ, ଥ୍ୟାଙ୍କ ୟୁ ସାର୍। ଅନମିଟ କରନ୍ତୁ। ନମସ୍କାର, ଇଂରାଜୀ ନବବର୍ଷର ଶୁଭ ଅଭିନନ୍ଦନ। କିନ୍ତୁ ମୋର ଗୋଟେ ବ୍ଲଡ ଥିନର ପାଇଁ ପିଟିଆଇଏନଆର ଟେଷ୍ଟ ହୁଏ, ଯାହା ହଉ ସେ ପିଟିଆଇଏନଆର ଟେଷ୍ଟରେ ମୋର ନର୍ମାଲ ରହିଛି। ରକ୍ତ ପତଳା ରହିବା ଦରକାର, ହାର୍ଟ ବିଟ୍ ପାଇଁ, ହାର୍ଟକୁ ଠିକ ରଖିବା ପାଇଁ ରକ୍ତ ପତଳା ରଖା। ସେ ଟେଷ୍ଟ ମଧ୍ୟ ମୁଁ କାଲି କରିଥିଲି, ଯାହାଫଳରେ କି ସେଥିରେ ମୋର ନର୍ମାଲ ଅଛି। ଡାଇବେଟିସ୍ ବି ନର୍ମାଲ ଅଛି। ଯାହା ହଉ ଆମେ ଏଇ ଯୋଉ ସଂକଳ୍ପ ନଉଛେ ଯେ ଆମେ ଟେଷ୍ଟ କରିକି 100 ଜଣଙ୍କର ବ୍ଲଡ ଟେଷ୍ଟ କରିକି ଆମେ ରିପୋର୍ଟ ଦବା, ଇଏ ଆମ ପାଇଁ ଗୋଟେ ବହୁତ ବଢିଆ ଜିନିଷ। ଆଉ ମୋର ଏଠି ଜଣେ ଭଣଜା ବୋଉ, ତାର ହିମୋଗ୍ଲୋବିନ୍ କମି ଯାଉଛି, ତା ରିପୋର୍ଟ ବି ମଧ୍ୟ ମୁଁ ଅପଲୋଡ କରି ପଠେଇବି। ଆଉ ହିମୋଗ୍ଲୋବିନ୍ ତାର ବର୍ତ୍ତମାନ ରକ୍ତ ନେଲା ପରେ ବି କମି ଯାଇକି 3 ହେଇଯାଇଛି ହିମୋଗ୍ଲୋବିନ୍। ତାର ରିପୋର୍ଟ ପଠେଇବା ପାଇଁ ବି ତାକୁ କହିଥିଲି, ସେ କହିଲେ ହଁ ମୁଁ ପଠେଇଦେବି, କିନ୍ତୁ ପଠେଇ ନାହାନ୍ତି। ମୋ ପାଖକୁ ପଠେଇଦେଲେ ମୁଁ ବି ତାକୁ ଅପଲୋଡ କରିବି। କାହିଁକି ତାର ହିମୋଗ୍ଲୋବିନ୍ କମି ଯାଉଛି ସେଇଟା ଜାଣିବା ପାଇଁ ନ୍ୟୁଟ୍ରିଚାର୍ଜ ଓମ୍ୟାନ୍ ଖାଉଛନ୍ତି, କିନ୍ତୁ ହିମୋଗ୍ଲୋବିନ୍ କମି ଯାଉଛି। କିନ୍ତୁ କେବଳ ନ୍ୟୁଟ୍ରିଚାର୍ଜ ଓମେନ୍ ଖାଇଲେ ହବନି, ସିଡ୍ସ ର ଫର୍ମୁଲାକୁ ଆପ୍ଲାଏ ହଁ, କରିବାକୁ। ସିଡ୍ସ ଫର୍ମୁଲାକୁ ଆପ୍ଲାଏ କରିଛି, କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। କାରଣ ଏ ଖାଦ୍ୟ ଠିକ ମାତ୍ରାରେ ନ ଖାଇବା, ଠିକ ଭାବରେ ନ ଶୋଇବା, ଯୋଉଟା ଶୋଇବାଟା ତାର ବହୁତ ଶୋଇବା ଠିକ ନହେଲେ ନିଶ୍ଚିତ ହିମୋଗ୍ଲୋବିନ୍ କମିବ। ତାକୁ ବି ମୁଁ ସେଇଟା କହିଛି, ଯାହାଫଳରେ କି ସେ ତାର ବି ପୁଣି 3 ମାସ ପରେ ନ୍ୟୁଟ୍ରିଚାର୍ଜ ଓମେନ୍ 2ଟା ଲେଖା କହିଥିଲି ଖାଇବା ପାଇଁ, କିନ୍ତୁ ତାର ହିମୋଗ୍ଲୋବିନ୍ ତଥାପି କମି ଯାଉଛି। ଆହୁରି କିଛି ବଡିର ପ୍ରୋବ୍ଲେମ ଅଛି, ଯାହାଫଳରେ କି ମେନ୍ କଥା ହିମୋଗ୍ଲୋବିନ୍ ଏତେ ହଉଛି କମି ଯାଉଛି। ଯେ ସିଡ୍ସ ର ଫର୍ମୁଲାକୁ ଆପ୍ଲାଏ କଲେ ହିଁ ସଫଳ ଆମେ ହେଇପାରିବା। ଦେଖନ୍ତୁ, 5ଟା ସବୁ ପ୍ରକାରର କାର୍ଯ୍ୟ କଲେ ହିଁ, କେବଳ ଗୋଟେ କାମ କରିବା ଆଉ ଅଲଗା ଗୁଡା କରିବାନି ତ ହବନି। ତ ହୁଁ ହୁଁ। ପ୍ରତ୍ୟେକ 5ଟାଙ୍କ କାମ ଆମକୁ କରିବାକୁ ପଡିବ। ସୁଭାଷ ସାର୍ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଅନମ୍ୟୁଟ କରନ୍ତୁ ସାର୍। ରାଧେ ରାଧେ। ଆଜ୍ଞା।
ଜୟ ଆରସିଏମ୍। ଜୟ ଆରସିଏମ୍ ସାର୍। ମୁଁ ତ ଟେଷ୍ଟ କିଛି କରିନି, ମୋର ତ ଆଗରୁ କିଛି ନଥିଲା, ତେଣୁ ଏବେ ଆପଣଙ୍କ ଇଏ କହିବା ଅନୁସାରେ ତଥାପି ପୁଣି ବି ଥରେ ଟେଷ୍ଟ କରିବି। ମୋର ସୁଗାର ନାହିଁ କି ପ୍ରେସର ନାହିଁ, କିଛି ନାହିଁ ସାର୍। ଆଉ କେବଳ ଓକେ। ଆଜମା ତ ଅଛି, ଅଣ୍ଟା ଆଣ୍ଠୁ ପ୍ରୋବ୍ଲେମ, ଏଇ ଦିଟା। ତେଣୁ ମୁଁ ଟେଷ୍ଟ କରିକିରି ରିପୋର୍ଟ ବାହାର କଲେ ଦେବି ଆଉ। ହଁ ଆପଣ ଭଲ ମାନେ ଯଦି ନାହିଁ ବହୁତ ବଢିଆ କଥା, ଟେଷ୍ଟ ଆଜ୍ଞା କଲେ ସାର୍। ତ ଜାଣିପାରିବା ଯେ କଣ ଅଛି କଣ ନାହିଁ, ବାକି ଆମେ ସୁସ୍ଥ ରହିପାରିବା। ଆଜ୍ଞା ସାର୍। ଓକେ, ବହୁତ ବଢିଆ। ଆଜ୍ଞା ସାର୍, ହାପି ନ୍ୟୁ ଇୟର, ଜୟ ଆରସିଏମ୍। ହାପି ନ୍ୟୁ ଇୟର, ଜୟ ଶ୍ରୀ। ବହୁତ ବଢିଆ। ଆ, ମିନତି ମ୍ୟାଡାମ କୁହନ୍ତୁ। ଆଜ୍ଞା, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର, ନୂଆବର୍ଷର ଅଭିନନ୍ଦନ ସମସ୍ତଙ୍କୁ। ଆ, ତ କହିଛି 26ରେ ଜାରି ରଖିଛି, ସମସ୍ତଙ୍କୁ ଝୁନା ବି ଠିଆ ହେଇଛି କହିବ ବୋଲି କଣ। ଆଜ୍ଞା ନମସ୍କାର, ନମସ୍କାର, କୁହନ୍ତୁ। ମୁଁ ଝୁନା। ଆଜ୍ଞା କୁହନ୍ତୁ। ଭାରି ଆପଣ ନୂଆବର୍ଷର ଅଭିନନ୍ଦନ। ଆପଣଙ୍କୁ ବି ସମସ୍ତଙ୍କୁ ହଁ ନୂଆ ବର୍ଷର ଅଭିନନ୍ଦନ। ଆପଣ ପ୍ରତ୍ୟେକ ଦିନ ଆସନ୍ତୁ, ଆମ ସହିତ ଦେଖା ହବ। ଆମେ ଏଇ ସେସନରେ ସମସ୍ତେ ମିଶୁଛୁ, ଆଉ କା- ଆପଣଙ୍କ କାଲି ବି ତାକୁ ସାର୍ କାଲି ତାକୁ ଡାକିଛି, ସେ କହୁଛି ଦେଖିବି କଣ କରିବି ଦେଖିବା, ଏମିତି ହେଇଛି। ତାକୁ କହୁଛି ଚାଲେ, ହଉ ଠିକ ଅଛି। ମୁଁ ତ ସବୁଦିନ ଇଏ ଖାଉଛି, ହେମୋଗ୍ଲୋବିନ କମ ଅଛି ବୋଲି ମୋ ଝିଅକୁ ବି ଦେଇଛି। ଝିଅ ତାର ଖାଉଛି ସେଇଟା। ଆଉ ଦେଖିବା ତାପରେ କଣ ହଉଛି, ପୁଣି ଥରେ ପରୀକ୍ଷା କଲା ପରେ ଜଣା ପଡିବ କେତେ ବଢିଛି କେତେ କମିଛି। କମିଥିଲା କେତେ ବଢିଛି ବୋଲି ଜାଣିବା ଆଉ। ଆଉ ମୋର ତ ଖାଉଛି, ଆଉ ଖାଇଲା ପରେ ଆଉ ଥରେ ରିପୋର୍ଟ ଆସିଲେ ମୁଁ ସରି, କିନ୍ତୁ ରିପୋର୍ଟଟା ପଠେଇ ପାରିନି, କହିଥିଲି ଦେଇପାରିନି ଆପଣଙ୍କ ପାଖକୁ। ଆଉ ଦେଖିକି ଦେଇଦେବି ଆଉ, ଡାଇବେଟିସର ଯୋଉ ରିପୋର୍ଟ। ଏଇତ ସବୁ ସକାଳୁ ସେଇ ସବୁ ଖାଇବାକୁ ପଡୁଛି ସବୁ ଗୋଟେ ଗୋଟେ। ଆଉ କାଲି ଦେଖାହବା ଆଉ। ବହୁତ ବଢିଆ। ନାଇଁ ଆକ୍ଚୁଆଲି କେବଳ ଯେ ଆମେ ଫୁଡ ସପ୍ଲିମେଣ୍ଟ ଖାଇଲେ ହବନି, ଆମେ ସିଡ୍ସ ର ଫର୍ମୁଲାକୁ ଆପ୍ଲାଏ କରିବାକୁ ଦରକାର। ତ କେମିତି ଆମେ ସିଡ୍ସ ର ଫର୍ମୁଲା, ଯେମିତି ଭଲ ଭାବରେ ଆମେ ଠିକ ଭାବରେ ଶୋଇବା, ତା ସହିତ ଇମୋସନାଲ ୱେଲବିଙ୍ଗ ଭାବନାତ୍ମକ ସ୍ୱାସ୍ଥ୍ୟକୁ ଠିକ ରଖିବା, ଆଉ ତା ସହିତ ଆମର ଏକ୍ସରସାଇଜ କୁ ରଖିବା, ତା ସହିତ ଆମେ ଡାଏଟ କୁ ଠିକ ରଖିବା, ଆଉ ତା ସହିତ ସପ୍ଲିମେଣ୍ଟ ନବା। ଏ ପାଞ୍ଚଟା କାମ, ଯେମିତି କି ହଁ କୁହାଯାଏ ନା ପଞ୍ଚାମୃତ। ହଁ ପଞ୍ଚାମୃତରୁ ଯଦି ଗୋଟେ ଅମୃତକୁ କାଢିଦବା, ତାହେଲେ ସେ ତ ପଞ୍ଚାମୃତ ହବନି, ସେ ହଁ ଚାରି ଅମୃତ ହେଇଯିବ। ତ ଠିକ କଥା। ସେଥିଲାଗି ଆଉ ଯାହା ସେଥିଲାଗି ହଉ କାଲି ମାନେ ବହୁତ ଲାଗିଲା କି ମୋର ପରଚେଜଟା ହେଇଯାଇଛି। ବହୁତ ବହୁତ ଧନ୍ୟବାଦ। ବହୁତ କଷ୍ଟରେ କରିଛି 12ଟା ପର୍ଯ୍ୟନ୍ତ ହେଲା। ଓକେ ଓକେ। ନାଇଁ କଷ୍ଟ କାହିଁ କରୁଛନ୍ତି? ଏମିତି କାମ ନାଇଁ ମୁଁ କରିବା ଆଉ ଯେ ଆଉ କଷ୍ଟ କରିବାକୁ ପଡିବନି। ନାଇଁ ଜାଣିନଥିଲି କେତେ କଣ ହେଇଛି, ତାପରେ କଣ କରି ମୁଣ୍ଡ ଖରାପ ହେଇଗଲା। 12ଟା ଯାଏ ସେଠି ହେଲେ କଣ କହିଲି, ଗୀତାଞ୍ଜଳି କହିଲି କୋଉଠି ହଉନି କଣ କରୁଛି, ଆପଣ ବି କହିଛି କହିଲେ ବା କହିଥିବେ, ମୁଁ କହିନି। ଆଉ ଯାହା ହଉ ହେଇଗଲା ମୋର। ଯାହା ହଉ ବହୁତ ବଢିଆ କଥା। ଏଇ ଯୋଉଟା କଂଗ୍ରାଚୁଲେସନ ଆପଣଙ୍କୁ। କିନ୍ତୁ ଦେଖନ୍ତୁ, ଯାହାବି ଟାର୍ଗେଟ ଆମେ ନଉଛେ ମାସ ଆରମ୍ଭରୁ ଯଦି ନବା, ଆଉ ତା ଉପରେ କାମ କରିବା, ଅନ୍ୟର ସଫଳତା ଉପରେ କାମ କରିବା, ଟିମକୁ କେମିତି ସଫଳତା ଦବା ପାଇଁ କାମ କରିବା, ଧୀରେ 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 ଇଏ କାମ ସବୁ ସଫଳ ନାଇଁ ହେଇଯିବ। ମୁଁ କାହିଁ ଅପେକ୍ଷା କଲି, ମୁଁ କହିଲି ଅନ୍ୟମାନଙ୍କ ଉପରେ ଟିକେ ଛାଡିଥିଲି, ସେମାନେ ତ କିଛି କଲେନି, ତାପରେ ବାଧ୍ୟ ହେଇକି କରିବାକୁ ପଡିଲା ଆଉ। ନାଇଁ ତାଙ୍କୁ ମାନେ ଅଟୋମେଟିକ କିଛି ହୁଏନି, ତାକୁ ହୁଁ କରିବାକୁ ପଡେ, ତାଙ୍କୁ ଫଲୋଅପ୍ କରିବାକୁ ପଡେ, ତାଙ୍କୁ ଜଣେଇବାକୁ ପଡେ। ହୁଁ ଯେମିତି ହୁଁ କି ଦେଖନ୍ତୁ, ଇଏ ଯୋଉ ସ୍ୱାସ୍ଥ୍ୟ, ଏଇ ଯୋଉ ଶରୀର, ଇଏ ଆମର, କିନ୍ତୁ ଟିସି ସାର୍ ଆମକୁ ଅବଗତ କରାଉଛନ୍ତି ଯେ ଇଏ ଶରୀରକୁ ଠିକ ରଖିବା ଦରକାର। ତ ଆଚ୍ଛା। ସେଥିଲାଗି ସେଥିଲାଗି ଲୋକଙ୍କୁ ନିଜର ହିତ ପାଇଁ ବି କହିବାକୁ ପଡେ। ତ କାରଣ ଆଜି ପର୍ଯ୍ୟନ୍ତ କେହି କହୁନାହାନ୍ତି ନା, ଆମେ କହିବାକୁ ପଡେ। ଓକେ, ହୁଁ ବଢିଆ କଥା। ହଉ ଠିକ ଅଛି, ଧନ୍ୟବାଦ, ନମସ୍କାର। ହଁ ନମସ୍କାର। ନୟନ ସାର୍ ଆମ ସାଙ୍ଗରେ ଅଛନ୍ତି। ନୟନ ସାର୍, କଣ ନିଜ ପାଇଁ ଆଜି ନୂଆ ହ୍ୟାଲୋ ବର୍ଷ ସାର୍, ସଂକଳ୍ପ ନଉଛନ୍ତି ସାର୍ ନିଜ ନବବର୍ଷର ସ୍ୱାସ୍ଥ୍ୟକୁ ଠିକ ଶୁଭେଚ୍ଛା ରଖିବା? ଆର୍ଟିଏମ୍ ପରିବାରର ସମସ୍ତ ସଦସ୍ୟଙ୍କୁ। ସାର୍ ଓକେ 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 ଆଜ୍ଞା ଓକେ। ଆଜ୍ଞା କୁହନ୍ତୁ। ସାର୍ ନମସ୍କାର। ନମସ୍କାର ନମସ୍କାର, ଯାହା ହଉ ଆଜି ଫାର୍ଷ୍ଟ ଟାଇମ ଆପଣଙ୍କୁ ଦେଖିଲୁ। ନବବର୍ଷର ଶୁଭେଚ୍ଛା ଆର୍ଟିଏମ୍ ପରିବାରର ସମସ୍ତ ସଦସ୍ୟଙ୍କୁ। ଆଉ ଆପଣଙ୍କ କହିବା ଅନୁସାରେ ଆମେ ସମସ୍ତେ ନିଜ ଶରୀରକୁ ଆଗ ପରୀକ୍ଷା କରି ନେଇଛୁ, ରିପୋର୍ଟଟା ଆପଣଙ୍କ ପାଖକୁ ସବମିଟ୍ କରିବୁ।
ମୋର ରିପୋର୍ଟରେ ଯାହା ଖାଲି କେବଳ ଟିକେ କୋଲେଷ୍ଟ୍ରଲ ଲେବୁଲଟା ଟିକେ ଅଧିକା ଅଛି, ମାନେ 200 ରହିବା କଥା, 203 ଅଛି। ଆଗ 204 ଆଉ ବିଶେଷ ଭାବରେ ଆମର ମେନ୍ ଆମ ନିଜ ଶରୀରକୁ ଆମେ ଯାଞ୍ଚ ନିଜେ କରିପାରିଲେ ଜାଣିପାରିଲେ କଣଟା ଅସୁବିଧା ହେଇଛି। ଖାଲି ଖାଲି ଉପରକୁ ଦେଖିକି ଆମେ ଶରୀର ସୁସ୍ଥ ଦେଖିଲେ ହବନି। ଆମ ଭିତର ଶରୀର ଯାଞ୍ଚ କଲା ପରେ ଜାଣିବା ଏବଂ ତାର ପ୍ରତିକାର ପାଇଁ ଯାହା ଆପଣଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଚାଲିବା। ତାପରେ ଆମେ ଦେଖିବା ଆମେ କେମିତି ସୁସ୍ଥ ରହୁଛି। ନିଜେ ଆଗ ସୁସ୍ଥ ରହିବା, ପରିବାର ସୁସ୍ଥ ରଖିବା ଏବଂ ସମସ୍ତ ପରିବାର, ଆମର ଯୋଉ ଆର୍ସିଏମ୍ ପରିବାରକୁ ଆହୁରି ସୁସ୍ଥ ରଖିବା, ସେଇଟା ହଉଛି ଆମ ସମସ୍ତଙ୍କର କାମ୍ୟ। ଆଉ କେବଳ ଯେ ଏତିକି ସାର୍ ସାର୍ ବହୁତ କହୁଛି, ବଢିଆ ଆଉ ସିଡ୍ସ ଆପଣ ଖାଲି ଫର୍ମୁଲା। ତ ଆମେ କେବଳ ଯେ ସାର୍ ଆଜ୍ଞା ଆର୍ଥିକ ପରିବାର ନୁହେଁ, ପୁରା ସମାଜକୁ ସୁସ୍ଥ ରଖିବା ଦରକାର। ସମାଜକୁ ସୁସ୍ଥ ସୁସ୍ଥ ରଖିବା, ଆସ୍ତେ ଆସ୍ତେ ଆମ ପରିବାର ଏବଂ ଆସ୍ତେ ଆସ୍ତେ ପରିବାର ବଢିଆ, ସାଙ୍ଗେ ସାଙ୍ଗେ ବନ୍ଧୁ ବର୍ଗ ସମସ୍ତେ ବଢିଲେ ସେଟା ସମାଜକୁ ବ୍ୟାପିବ। ବହୁତ ବଢିଆ କଥା। ଥ୍ୟାଙ୍କ ୟୁ। ମନୋଜ ସାର୍ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଆଜ୍ଞା। ଜୟ ଶ୍ରୀ ସାର୍, ସମସ୍ତଙ୍କୁ ଅଭିନନ୍ଦନ 2026। ବହୁତ ବଢିଆ। ଆଉ ଯାହା ହଉ କାଲି କ୍ଲୋଜିଂ ଟା ସାର୍ ରାତି ଓଭର ମାନେ ଜଣକୁ ପ୍ରମୋସନ କରେଇଛୁ, ନିଜେ ବି ଆମେ ଆମ ପିନ୍ କୁ ଆଚିଭମେଣ୍ଟ କରେଇଛୁ। ଆଉ ପ୍ରାୟ ଲୋକଙ୍କୁ ମଧ୍ୟ 5,000 ପିଭିରେ ଆଜ୍ଞା ପ୍ରତ୍ୟେକ ପ୍ରାୟ ଟିମ ର ମେମ୍ବର ମାନଙ୍କୁ ପହଞ୍ଚା ଯାଇଛି। ସେ ସୁକାନ୍ତ ବାବୁଙ୍କର ବଡ ଏଥିରେ ଯୋଉ କାମ କରିବାରେ ରାତି 9ଟା ପର୍ଯ୍ୟନ୍ତ କାଲି ତାଙ୍କୁ କହିକି ମଧ୍ୟ କାମ କରାହେଇଛି। ବିଲ୍ଡିଂ ଫିଲ୍ଡ କରିଦେବୁ ରାତି 9 ପରେ। କିନ୍ତୁ ଏଇ 2026 ଠୁ ଆଜିଠୁ ଆମେ ସଂକଳ୍ପ କରୁଛୁ, ଏଇ ଆମେ ଆଜ୍ଞା କାମ କରିବୁ, 25 ଭିତରେ ଯୋଉ ଟାର୍ଗେଟ ଅଛି କମ୍ପ୍ଲିଟ କରିବୁ କରେଇବୁ। ଏଇଟା ମୋର ବାର୍ତ୍ତା ନୂତନ ବର୍ଷ ପାଇଁ। ଆଉ ସଂସାରକୁ ଆମ ପ୍ରଥମେ ମୁଁ ମୋ ଗାଁ ଏମିତି ସ୍ୱାସ୍ଥ୍ୟ ବୋଧେ ନେଟୱାର୍କ ର କିଛି ଇସ୍ୟୁ ଆସିଲା କି କଣ, କଟିଗଲା। ଓକେ, ସୁକାନ୍ତ ବାବୁ। ଜୟ ଆରସିଏମ୍। ଆଉ ହାପି ନ୍ୟୁ ଇୟର ସମସ୍ତଙ୍କୁ। ଆଉ ସାର୍ଙ୍କୁ ନମସ୍କାର। ଆଉ କ୍ୟାମେରା ଶ୍ରୀ ଅନ୍ କର। ଜଗନ୍ନାଥ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୁଁ ଟିକେ ଫୁଲ ତୋଳୁଥିଲି ତ। ଜୟ ଜଗନ୍ନାଥ। ଆଉ ସମସ୍ତଙ୍କର 2026 ବର୍ଷ ସମସ୍ତ ଶୁଭମୟ ହଉ, ସମସ୍ତଙ୍କର ଆଶା ପୂର୍ଣ୍ଣ ହେଉ। ଆଉ ଏତିକି ମୋ ଜଗନ୍ନାଥଙ୍କ ଉପରେ କାମନା। ଆଉ ବହୁତ ବଢିଆ କାଲି କ୍ଲୋଜିଂ ବହୁତ ବଢିଆ ହେଲା। ଆଉ ସାରେ ଆମେ ତ ସାର୍ କହିଲେ ସିଟ୍ସ ଉପରେ ସମସ୍ତଙ୍କୁ ଆମେ ଟିକେ ଅବଗତ କରି ତାଙ୍କର ଆମେ ସୁସ୍ଥ ରହିବା ସହିତ ଆମର ପରିବାର, ଆମର ସମାଜ, ଆମର ଦେଶ କେମିତି ଉନ୍ନତ ହେଇପାରେ ସେଠି ଆମେ ପ୍ରୟାସ ନେବା ଦରକାର। କାରଣ ଆମେ ଯେମିତି କାମ କରୁଛେ, ଯେମିତି ସିଟ୍ସ ଫର୍ମୁଲାରେ କାମ କରୁଛେ, ଆମ ଟିମରେ ସେଟାକୁ ଆମେ ଡୁପ୍ଲିକେସନ କରିବା ଦରକାର। ଆମ ଭଳିଆ ତିଆରି କରିବା ଦରକାର। ଯଦି ହେଲା ଆମେ ନିଶ୍ଚିତ ଆମର ନିଜେ ସୁସ୍ଥ ହବ, ଆମ ଦେଶ ସୁସ୍ଥ ହେଇପାରିବ ସମସ୍ତେ। ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ କଥା ଯେ ଆମେ ପ୍ରଥମେ ନିଜକୁ ଆମେ ଯାଞ୍ଚ କରିବା, କାରଣ ଆମେ ଅନ୍ୟମାନଙ୍କୁ ଯାଞ୍ଚ କରୁଛେ। ଆମେ ନିଜକୁ ଯାଞ୍ଚ କରିବା, ଆମ ସ୍ୱାସ୍ଥ୍ୟ କେମିତି ଅଛି, ଆମ ଡାଇବେଟିକ ଅଛି କି ନାହିଁ, ଆମର କୋଲେଷ୍ଟ୍ରଲ ଅଛି କି ନାହିଁ, ଆମର ଥାଇରଏଡ ଅଛି କି ନାହିଁ, ଆମ ହିମୋଗ୍ଲୋବିନ୍ ଠିକ ଅଛି କି ନାହିଁ, ନିଜକୁ ଆଗେ ଯାଞ୍ଚ କରିବା। ତ ତା ଉପରେ ନିଜକୁ ନିଜେ ଦେଖିବା, ତାପରେ ତା ଉପରେ ସିଟ୍ସ ର ଫର୍ମୁଲାରେ କାମ କରିକି ତାକୁ ଆମେ ଠିକ କରିବା। ପ୍ରଥମେ ଆମେ ସ୍ୱାସ୍ଥ୍ୟକୁ ଠିକ କରିବା। ଓକେ, ଥ୍ୟାଙ୍କ ସାର୍ ୟୁ ଗାର୍ଡେନ ମନୋଜ। ଗୋଲ୍ଡ ୟୁଜ କରିକି ସାର୍ ଦେଖନ୍ତୁ କେମିତି ଲଙ୍କା ଫଳିଛି ଆମର ସବୁ। ବାଟରେ ଲଙ୍କା ଫଳିଛି, ଧନିଆ ଫଳିଛି, କେତେ ସାରା ଲଙ୍କା ହେଇଛି। ସବୁ ଗାର୍ଡେନ ଗୋଲ୍ଡ ଆଚ୍ଛା ୟୁଜ ଆଚ୍ଛା କରାହେଇଛି। ଆଚ୍ଛା, ଗାର୍ଡେନ ଏଥର ଗୋଲ୍ଡ ଗାର୍ଡେନ ଗୋଲ୍ଡ ଦେଇଛନ୍ତି। ଓକେ, ବହୁତ ବଢିଆ। ଜରି ପଡିଛି ଆମର। ବହୁତ ଆଜ୍ଞା ବଢିଆ। ଆଜ୍ଞା ସାର୍। ମନୋଜ ସାର୍ ଅଧା କହିଥିଲେ, ଆପଣଙ୍କର ନେଟ୍ କଟିଗଲା। ଆପଣ ଅନମ୍ୟୁଟ କରନ୍ତୁ। କାଲି ଡୁମଡୁମ ଆସନ୍ତୁ ସୁକାନ୍ତ ବାବୁ। ମନୋଜ ସାର୍ ଅଧା କହିଥିଲେ, କୁହନ୍ତୁ। ବର୍ତ୍ତମାନ ଆଉ ପ୍ରଥମେ ଆମ ଗାଁର ନିଜକୁ ଯାଞ୍ଚ କରିବା, ପରିବାରକୁ ଯାଞ୍ଚ କରିବା ଏବଂ ମୋ ପଡିଶା ଗାଁକୁ ମଧ୍ୟ ମୁଁ ଚେଷ୍ଟା କରୁଛି ନିଶ୍ଚିତ ଆଜ୍ଞା ରୋଗ ମୁକ୍ତ କରିବା ପାଇଁ। ଏଇଟା ମୋର 2026ରେ ପୁରା ସଂକଳ୍ପ। ଏତିକି କହିବି। ଜୟ ଆସିଏମ୍। ସମସ୍ତଙ୍କୁ ଆଜି ସୁଯୋଗ ଦିଆଯାଉ, କଥା ହୁଅନ୍ତୁ। ଜୟ ଆସିଏମ୍ ସାର୍। ବହୁତ ବଢିଆ କଥା। ଜୟ ଆର ସିଂ। ଯାହା ହଉ ଆଜି ସମସ୍ତେ କ୍ୟାମେରା ଖୋଲିକି କହୁଛନ୍ତି ତ ବହୁତ ଖୁସି ଲାଗୁଛି। ନେଟୱାର୍କର ଟିକେ ପ୍ରୋବ୍ଲେମ ରହୁଛି, କିନ୍ତୁ କ୍ୟାମେରା ଖୋଲିଛନ୍ତି ତ ବହୁତ ବଢିଆ ଲାଗୁଛି। ଓକେ, ମିଲି ମ୍ୟାଡ଼ାମ କୁହନ୍ତୁ। ଅନମ୍ୟୁଟ କରନ୍ତୁ ଆଜ୍ଞା।
ନମସ୍କାର। ନମସ୍କାର ଆଜ୍ଞା କୁହନ୍ତୁ। ଆଜି 2026ରେ ସମସ୍ତଙ୍କୁ ମୋର ଅଭିନନ୍ଦନ ଆଉ ସମସ୍ତଙ୍କୁ ମୋର ହାପି ନ୍ୟୁ ଇୟର। ଆପଣଙ୍କୁ ମ୍ୟାମ୍ କଣ କହିବି, ଆପଣମାନେ ତ ସବୁ କହୁଛନ୍ତି ଶୁଣୁଛି, ତଥାପି ଆମେ ଚେଷ୍ଟା କରୁଛେ ଏ 2026ରେ କିଛି ଉନ୍ନତି କରିବା, ନିଜେ ବଞ୍ଚି ରହି ସମସ୍ତଙ୍କୁ ବଞ୍ଚେଇବା ଆମର ଧର୍ମ। ଆଉ ଏତିକି କହି ମୋର ରଖୁଛି ଆଉ। ହଁ, ନମସ୍କାର। 2026ରେ ଗୋଟିଏ ସଂକଳ୍ପ କରିବା ଯେ ଆଜ୍ଞା ନିଜେ ଆମେ ସୁସ୍ଥ ରହିବା, ଆମ ପରିବାରକୁ ସୁସ୍ଥ ରଖିବା, ଆଉ ତା ସହିତ ଆମ ସମାଜକୁ ସୁସ୍ଥ ରଖିବା। ଆଜ୍ଞା ତ ସୁସ୍ଥ ରଖିବା ପାଇଁ ଆଜି ଅସୁବିଧା ଆମେ ହେଇଛି। ଚାଲୁଛେ ବୁଲୁଛେ ସବୁ କିଛି କରୁଛେ, ତ କୌଣସି ଯଦି ଆମ ଭିତରେ ଯଦି କିଛି ଗୋଟେ ରୋଗ ଅଛି ତାହେଲେ ସିଏ ଦେଖା ହଉନି ବାହାରକୁ, ତ ସେଥିଲାଗି ତା ସିମ୍ପଟମ ଜଣା ପଡୁନି। ତାକୁ ପ୍ରଥମେ ଯାଞ୍ଚ କରିବା, ତା ଉପରେ ଆଜ୍ଞା ସିଟ୍ସ ର ଫର୍ମୁଲାରେ କାମ କରିବା, ଆଉ ତାକୁ ଆମେ ସଫଳ ହେଇକି ଦେଖେଇବା। ଆଜ୍ଞା ତ ବହୁତ ବଢିଆ କଥା। ନମିତା ମ୍ୟାଡାମ କୁହନ୍ତୁ। ସାର୍ ନମସ୍କାର। ନମସ୍କାର ମ୍ୟାଡାମ ବି ଆଜି କ୍ୟାମେରା ଖୋଲିଛନ୍ତି, ଯାହା ହଉ ବହୁତ ବଢିଆ କଥା। ଆଜି ବହୁତ ଖୁସିର ସାର୍ ଦିନ ଜୟ ଆଜି। ଅଶ୍ବିନ। ନବବର୍ଷର ଶୁଭେଚ୍ଛା ଆପଣଙ୍କୁ। ଆଉ ମୋର ସବୁ ସିଟ୍ସ ର ଯୋଉ ଫର୍ମୁଲା ଆପଣ ଦେଇଥିଲେ ସେଥିରୁ ମୁଁ ଇଏ କରିଛି, ମୋ ସ୍ୱାସ୍ଥ୍ୟ ପରୀକ୍ଷା କରିକିରି ବର୍ତ୍ତମାନ ହଉଛି ସେ ସବୁ ଭଲ ଅଛି, କେବଳ WBC ରେ ମୋର ରହୁଛି ଟିକେ ଇନଫେକ୍ସନ ଟାଇପ ର ଯୋଉ ଥଣ୍ଡାଟା, ନହେଲେ ଆଉ ସବୁ କୋଲେଷ୍ଟ୍ରଲ ସବୁ ଠିକ ଜଣା ଅଛି। ଆପଣଙ୍କୁ ଅପଲୋଡ କରିବି କି ଆପଣ କୋଉ ଇଏ ଦେଲେ ଆପଣଙ୍କ ପାଖକୁ ପଠେଇବୁ। ଆଉ କେମିତି ନିଜକୁ ଠିକ କରିଛି ଯେହେତୁ ଅନ୍ୟକୁ ବି ଠିକଣା କରିବି, ନିଜେ ବି ଭଲ ସେ ଠିକଣା ହବା ଦରକାର। ଆଉ ମୋ ପରିବାରକୁ ଠିକଣା କରିବି, ମୋ ସମାଜକୁ ଠିକଣା କରିବି। ସାର୍ ମୁଁ ଏତିକି କହିକିରି WBC କମି ଯାଇଛି। 2026 ସଂକଳ୍ପ କରୁଛି। WBC କାଉଣ୍ଟ ବହୁତ କମି ବଢିଆ, ଯାଇଛି। ସାର୍ ବହୁତ ନମସ୍କାର। ବଢିଆ। ଆକ୍ଚୁଆଲି ମୁଁ ତାର ଲିଙ୍କ ବି ପଠେଇଦେବି ପୁଣି ଥରେ ଗ୍ରୁପରେ, ତାକୁ ଅପଲୋଡ କରିଦେବେ। ଆଜ୍ଞା ଓକେ, ହଉ ଥ୍ୟାଙ୍କ ୟୁ। ସାର୍ ଅଛି 2026 ପାଇଁ ସଂକଳ୍ପ କରୁଛି ଏତିକି। ସବୁ ଜିନିଷ କେମିତି ସୁରୁଖୁରୁରେ ଚାଲୁ। ଓକେ ଓକେ ଥ୍ୟାଙ୍କ ୟୁ। ପାତ୍ର ଆମର କାର୍ତ୍ତିକ ବାବୁ ଆଜ୍ଞା। ସାର୍ ନମସ୍କାର, ଜୟ ଶ୍ୟାମ। ଜୟ ଶ୍ରୀ। ନବବର୍ଷର ଶୁଭକାମନା, ହାପି ନ୍ୟୁ ଇୟର। କ୍ୟାମେରା ଅନ୍ କର। ଆଜ୍ଞା କ୍ୟାମେରା ଅନ୍ ହବ ଆଉ। ହଁ କୁହନ୍ତୁ। ହଁ ସାର୍, ଏଇ 2026ରେ ତ ଭଲ କାମ କରାହବ ବୋଲିକି ସଂକଳ୍ପ କରାହଉଛି। ଆଉ ଏଇ ଆମର ସେହତ କେ ସିତାରେ ଯୋଉ ଅଛି, ତା ଉପରେ ବି ଧୀରେ ଧୀରେ ସମସ୍ତଙ୍କର ଲିପିଡ ପ୍ରୋଫାଇଲ ମାନେ ଟେଷ୍ଟ କରାହବ, ଆଉ ନିଜର ବି ଏଇଆ ହଉଛି କଥା ଆଉ। ଆଚ୍ଛା, ନିଜକୁ ନିଜେ ସୁସ୍ଥ କରିବା, ଆଗେ ଯାଞ୍ଚ କରିବା, ତା ସହିତ ଆଜ୍ଞା ଆଜି ଆମେ ପ୍ରଥମେ ଯାଞ୍ଚ କରିବା ନିଜର ନିଜ ସ୍ୱାସ୍ଥ୍ୟ ଅବସ୍ଥାକୁ ନିଜେ ଦେଖିବା, ତା ଉପରେ ଆମେ କାମ କରିବା, ଆମେ ସୁସ୍ଥ ରହିବା। ଆଜ୍ଞା ଆଜ୍ଞା ବହୁତ ଆଜ୍ଞା। ବଢିଆ, ବହୁତ ବଢିଆ। ଆ, ତ ଆମେ ସାରଙ୍କୁ ଇନଭାଇଟ କରିବା। ତା ପୂର୍ବରୁ ମୁଁ ଆପଣଙ୍କୁ ଗୋଟେ କଥା ପୁଣି ଥରେ ଗୋଟେ ଇନଫର୍ମେସନ ଦବାକୁ ଚାହେଁ, ଆ, ଯେ ଆମେ ଯୋଉ ବନ୍ଧୁ ମିଳନ କାଲି ଆମେ କରୁଛେ, 2 ତାରିଖ କରୁଛେ, ଆ, ତାକୁ ହାଲକା ଭାବେ ନବା ଠିକ ହବନି। କାହିଁକି ନା ଦେଖନ୍ତୁ, ଇଏ ସମସ୍ତଙ୍କ ମନକୁ ନେଇକି କରିବା। ଇଏ ଯୋଉ ବନ୍ଧୁ ମିଳନ ଆମେ କରୁଛେ, ସମସ୍ତେ ଗେଟ୍ ଟୁଗେଦର ଆମେ ହଉଛେ, ତ ନିଜ ଟିମକୁ ସମସ୍ତେ ଡାକନ୍ତୁ। 2025ରେ ଯାହା କିଛି ହେଇଯାଇଥିଲା ତାକୁ ଛାଡି ଦିଅନ୍ତୁ। 2026କୁ ନୂଆ କରି ସ୍ୱାଗତ କରିବା। କାହାର କିଛି କୋଉଠି ବି କୋଉଠି କଥାକଥାରେ ମାନେ ଦେଖନ୍ତୁ, ଯଦି ନିଜ ଘର ଭିତରେ ନିଜର ବାସନ ରହୁଛି, ବାସନ ବି ପରସ୍ପର ସହିତ ବାଜିକି ବି କୋଉଠି ନା କୋଉଠି ସାଉଣ୍ଡ କରୁଛି। ତ ସେଠି ମୋର କହିବା କଥା ଯେ ଆମେ ମନ ଭିତରେ କିଛି ନା କିଛି କାହା ସହିତ ମନୋମାଳିନ୍ୟ ହେଇଯାଇଛି, ଇଏ ବି ହବା ବି ସ୍ୱାଭାବିକ। ଏତେ ବଡ ପରିବାର ତ ହବା ବି ସ୍ୱାଭାବିକ। କିନ୍ତୁ ଫିର ବି ଆମେ ସବୁ କିଛିକୁ ଭୁଲିକି ପୁରା ଟିମକୁ ଆମେ ଇନଭାଇଟ କରିବା। ଆଉ ଯେହେତୁ ଯିଏ ମ୍ୟାନେଜମେଣ୍ଟ କରୁଛନ୍ତି, ତ ତାଙ୍କୁ ସହଜ ହବା ପାଇଁ ତ ଯେତେ ଶୀଘ୍ର ଆମ ଟିମର ଟୋଟାଲ ଲିଷ୍ଟ ଆମେ ତାଙ୍କୁ ଯଦି ଜଣେଇ ଦେଇ ପାରିବା ଯେ ଟୋଟାଲ କେତେ ଜଣ ହେଲା, କିମ୍ବା ମତେ ବି ଯଦି ଆପଣ ଜଣେଇଦେବେ, ତ ଆ, ପୁରା କାଲି ପାଇଁ ଆମେ ସମସ୍ତେ ତେୟାର ବି ହେଇଯିବା। ଆଉ ସମସ୍ତେ ଫିଜିକାଲି ବି ଆମେ ଏକାଠି ହବା, ଗୋଟେ ଖୁସି ହବା, ଆନନ୍ଦ ହବା, ପୁରା ପରିବାରକୁ ସାମିଲ ବି କରିବା, ତାକି ପରିବାର ଲୋକ ବି ସମସ୍ତେ ଜାଣିପାରିବେ ଯେ ଇଏ ସିଷ୍ଟମ କଣ। ଇଏ କେବଳ ଯେ ବେପାର କରିବାର ସିଷ୍ଟମ ନୁହେଁ, ଇଏ ସ୍ନେହ ଭଲ ପାଇବା ଆଦର କରିବାର ବି ଇଏ ସିଷ୍ଟମ। ଆଉ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ବି କରିପାରିବା। ବହୁତ ସାରା
ଆକ୍ଟିଭିଟିଜ ବି ହବ, ଗେମ୍ ବି ହବ ବହୁତ ସାରା, ତା ଭିତରେ ବି ପ୍ରାଇଜ ବି ମିଳିବ ଆପଣମାନଙ୍କୁ। ତ ତା ସହିତ ହେଲ୍ଥ ଉପରେ ବି ବହୁତ ସାରା ଡିସ୍କସନ ବି ଆମେ କରିବା, ନିଜ ସ୍ୱାସ୍ଥ୍ୟକୁ ନିଜେ ଠିକ ରଖିବା ପାଇଁ ଇଏ ବି କରିବା। ତ ବହୁତ ସାରା ଇନଫର୍ମେସନ ବି ଅଛି। ତ କାଲି ପାଇଁ ଆପଣ ଯୋଉମାନେ ବି RCM ରେ ଜଏନ୍ କରିନାହାନ୍ତି ତ ତାଙ୍କୁ ବି ଇନଭାଇଟ୍ କରନ୍ତୁ, ତାଙ୍କ ପାଇଁ ବି ସେମାନେ ବି ଜାଣିବେ ଯେ RCM ପ୍ରଡକ୍ଟରେ ଯୋଉ ପ୍ରିପାରେସନ ହଉଛି ତାର ଡେମୋ ବି ସେମାନେ ଦେଖିବେ, ତାଙ୍କ ମନ ଭିତରେ ଗୋଟେ ଧାରଣା ବି ଆସିବ। ତ କେହି କେହି ବି ମନ ଭିତରେ ଭାବନ୍ତି, ମୁଁ ବି ଶୁଣେ ଯେ ହେଲ୍ଥ କାର୍ଡ ଅଏଲ ନନଭେଜରେ ୟୁଜ୍ ହେଇପାରେନି, କିନ୍ତୁ କାଲି ବି ଯେତେବେଳେ ୟୁଜ୍ ହବ ତ ସେତେବେଳେ ସେ ଦେଖି ବି ପାରିବେ। ତ ଇଏ ସବୁ ସବୁ ଜିନିଷ ସେଇଠି ଆପଣମାନେ ଦେଖିପାରିବେ। ତ ସେଥିଲାଗି ୟାକୁ ଉଁ, ମାନେ ବର୍ଷରେ ଗୋଟେ ପ୍ରଥମ ଥର ପାଇଁ ଆମେ ଏକାଠି ହେଇକି କିଛି ନୂଆ ସଂକଳ୍ପ ନେବା, ନୂଆ କାର୍ଯ୍ୟକ୍ରମ କରିବା, ନୂଆ ଆନନ୍ଦ ଆମେ ପାଇବା। ତ ଆସନ୍ତୁ, ଆଜି ଆମର ବର୍ଷର ପ୍ରଥମ ଦିନ, ଆଜି ଆମେ ସାର୍ଙ୍କଠୁ ଶୁଣିବା। ସାର୍, ୱେଲକମ୍ ସାର୍, ହାପି ନ୍ୟୁ ଇୟର ସାର୍। ସାର୍ ନମସ୍କାର। ସାର୍ ହାପି ନ୍ୟୁ ଇୟର। ହାପି ନ୍ୟୁ ଇୟର ସମସ୍ତଙ୍କୁ, ସାର୍ ନୂଆବର୍ଷର ନମସ୍କାର। ଶୁଭେଚ୍ଛା। ନମସ୍କାର, ଜୟ RCM, ଗୁଡ ମର୍ଣ୍ଣିଂ, ଜୟ ଇଂରାଜୀ ଜଗନ୍ନାଥ, ବର୍ଷର ଶୁଭ ଅଭିନନ୍ଦନ। ଜୟ ଜଗନ୍ନାଥ। ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। 2026 ସମସ୍ତଙ୍କ ପାଇଁ ମଙ୍ଗଳ ହଉ, ଆଉ ଆଚିଭମେଣ୍ଟ କରନ୍ତୁ, ନିଜେ ସୁସ୍ଥ ରୁହନ୍ତୁ, ଆଉ ସମସ୍ତଙ୍କୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଥମେ ନିଜେ ସୁସ୍ଥ ରହିଲେ ତ ଆମେ ଅନ୍ୟକୁ କହିପାରିବା ନା, ଆମେ ସୁସ୍ଥ ରହୁଛେ ତ ଲୋକଙ୍କୁ ଆମେ କହିବା ଖାଲି ସୁସ୍ଥ ରୁହ ସୁସ୍ଥ ରୁହ, ଏଇଟା କଲେ ସେ ଅସୁସ୍ଥ ହବ, ସେଇଟା କଲେ ସେମାନେ ଅଟୋମେଟିକଲି ସେମାନେ ଇଏ ତ ନିଜେ କରୁଛି କି ସୁସ୍ଥ ରହିବା ପାଇଁ ଚେଷ୍ଟା କରୁନି, ଆମକୁ କହୁଛି। ତେଣୁ PCGଙ୍କର ପ୍ରଥମ ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତିର ଯୋଉ ଅଭିଯାନ 2026ରେ ଆରମ୍ଭ କରିଛନ୍ତି, ସେଥିରେ ପ୍ରଥମ କଥା ହଉଛି ନିଜେ ଆଗେ ସୁସ୍ଥ ରହିବା। ସୁସ୍ଥ ରହିବାର ଯୋଉ ସବୁ କାର୍ଯ୍ୟକଳାପ, ସବୁ ଲାଇଫଷ୍ଟାଇଲ, ନିଜକୁ ଯାଞ୍ଚ କରିବା, ନିଜର ଖାଦ୍ୟପେୟ, ନିଜର ବିଶ୍ରାମ, ଏ ଯୋଉ ସିଡ୍ସରେ ଯାହା ଅଛି ସେଇଟାକୁ ଆପଣମାନେ ନିଜେ ଆଗେ ପାଳନ କରନ୍ତୁ। ତାହେଲେ ଆମେ କହିବା ଯେ ଏଇଟା ଏମିତି କଲେ ହବ, ସେଇଟା ସେମିତି କଲେ ହବ। ତ ନିଦ କେମିତି ଭଲ ହବ, କେମିତି ଭାବରେ କେମିତି ନିଜର ଇମୋସନାଲ ୱେଲବିଙ୍ଗ, ଯେମିତି ଭାବନାତ୍ମକ ସ୍ୱାସ୍ଥ୍ୟ କେମିତି ଭଲ ରହିବ, ଆମେ ସବୁ ଏଇ ଯୋଉ ଆମର ସପ୍ଲିମେଣ୍ଟ ଠିକ ଖାଉଛି କି ନାହିଁ ସେଇଟା ମଧ୍ୟ ଆମେ ଜଣେଇବା। ଇଏ ସବୁ ସିଡ୍ସକୁ ନିଜେ ଫଲୋ କରିକିରି ଅନ୍ୟକୁ ଆମେ କହିପାରିବା। ତ ଏ ନୂଆ ବର୍ଷରେ ଆପଣମାନଙ୍କର ମାନେ ଉନ୍ନତି ହବ, ଆପଣମାନଙ୍କର ପିନ୍ ଆଚିଭମେଣ୍ଟ କରିବେ, ସେଇଟା ହଉଛି ବଡ ଲକ୍ଷ୍ୟ। ଆପଣମାନେ ଯେମିତି ଭାବରେ ପିନ୍ ଆଚିଭମେଣ୍ଟ କରିବେ, ଦେଖନ୍ତୁ ଆପଣଙ୍କୁ ଗୋଟେ ମାନେ ଏଥିରେ ନୂଆ ଲୋକ ତ ବହୁତ ଅଛନ୍ତି, ଯେମିତିକା ଅଳ୍ପ ଦିନ ହେଲା ଆସିଛନ୍ତି କିନ୍ତୁ ଜଏନ କରିଛନ୍ତି ବହୁତ ଆଗ୍ରହ ସହିତ। ଜଣେ ରେଡିମ୍ ଦାସ ଅଛନ୍ତି, ଆଉ ଗୀତାଞ୍ଜଳି ମ୍ୟାଡାମ, ମିଲି ନନ୍ଦୀ, ସେ ଅଳ୍ପ ଦିନ ହେଲା ଆସିଛନ୍ତି କିନ୍ତୁ ବହୁତ ଆଗ୍ରହ ଉତ୍ସାହରେ ସେ ମାନେ RCM ର ସବୁ ପ୍ରକାରର କାର୍ଯ୍ୟକଳାପ ତାଙ୍କୁ ଭଲ ଲାଗୁଛି। ଆଉ ତ ସିନିୟର ଲିଡର ମାନେ ବି ଅଛନ୍ତି। କିନ୍ତୁ ଦେଖନ୍ତୁ, ଇଏ ଗୋଟେ ମହା ଅଭିଯାନ ଆରମ୍ଭ ହୋଇଛି, ଆଜିକି 25 ବର୍ଷ ହେଇଗଲା। ତ ବର୍ତ୍ତମାନ ନୂତନ ବର୍ଷ, ତ ସେଥିରେ ଆପଣମାନଙ୍କର ମନକୁ ଆଗେ ପଚାରି ଦିଅନ୍ତୁ ଯେ ଆପଣମାନେ RCM ରୁ କଣ ଚାହାନ୍ତି। RCM ରେ ଯିଏ ଯାହା ଚାହିଁବ ତା ଅଛି। ଯିଏ ଚାହିଁବ ମାନେ ସ୍ୱାସ୍ଥ୍ୟ ଭଲ ରହିବ, ଘରେ କେମିତି ଭଲ ଖାଦ୍ୟ ପଦାର୍ଥ ହବ, ସିଏ ଯଦି ଚାହିଁବେ ସେ ସ୍ୱାସ୍ଥ୍ୟ ଭଲ ପାଇଁ ବ୍ୟବସ୍ଥା ଅଛି। ଖାଲି ପରଚେଜ କରିବେ ପ୍ରଡକ୍ଟସ, ଆଉ ନିଜର ସ୍ୱାସ୍ଥ୍ୟ ଭଲ ରହିବ। ଅନ୍ୟମାନଙ୍କର ସେବା କରିବା ମନୋବୃତ୍ତି ଯାହାର ଥିବ, ଯେ ଅନ୍ୟମାନେ କେମିତି ସୁସ୍ଥ ରୁହନ୍ତୁ, ତାହା ମଧ୍ୟ ହେଇପାରିବ। ନିଜର ସେଲ୍ଫ ଡେଭଲପମେଣ୍ଟ, ନିଜର ଜ୍ଞାନ ବୃଦ୍ଧି, ନିଜର ବ୍ୟକ୍ତିତ୍ୱର ବୃଦ୍ଧି ସବୁ ଏଥିରେ ହେଇପାରିବ। ବନ୍ଧୁ ବାନ୍ଧବ ବହୁତ ମିଳିବ, ବିରାଟ ପରିବାର ମିଳିବ, ଇଣ୍ଟରାକ୍ସନ କରିବେ ସବୁ ପ୍ରକାର। କାଲି ଯେମିତି ଗୋଟେ ପ୍ରୋଗ୍ରାମ ହଉଛି, ଏଇଭଳି ସବୁ ପ୍ରୋଗ୍ରାମ ଆଟେଣ୍ଡ କରିବେ, ସେମିନାର ଆଟେଣ୍ଡ କରିବେ, ବହୁତ ଆନନ୍ଦ ଲାଗିବ। ବହୁତ ରିଟାୟାର୍ଡ ଲୋକ ବହୁତ ଆନନ୍ଦ ନେଉଛନ୍ତି। ଆଉ ଇଏ ଯୋଉ ପ୍ରକାର ଚାହିଁବେ, ଜଣେ ଆଧ୍ୟାତ୍ମିକ ଚିନ୍ତାଧାରା ମଧ୍ୟ ଏଥିରେ ଅଛି, ଅନ୍ୟର ଉପକାର କରିବା ଆମର ଉପକାର। କିନ୍ତୁ ଯୋଉମାନେ ଏଥିରେ ସମସ୍ତ ମାନେ ସହିତ ଯଦି ଯିଏ ଚାହେଁ ଯେ ମୁଁ ଏଥିରେ ଭଲ ଭାବେ ପଇସା ଇନକମ କରିବି, ତାହେଲେ ମାନେ ବିଜନେସ କରିବା ମେଣ୍ଟାଲିଟି ଯାହାର ଥିବ ଯେ ମୁଁ ବିଜନେସ କରିବି। କାରଣ ଏ ବିଜନେସ ହଉଛି ଗୋଟେ କଣ, ମାନେ ସମସ୍ତଙ୍କଠୁ ଅନ୍ୟର ଉପକାର କରିକିରି କେମିତି ନିଜର ଉପକାର ହବ
ये हूँ बिजनेस अन्य को भल प्रोडक्ट्स से केमती व्यवहार करेंगे से मैंने केमती घरे बसी इनकम करें तांकर आर्थिक स्थिति केमती बढ़िबो से केमती निजर सुख स्वच्छंद सबूर मूल तो पैसा ना पैसा को इनकम करने ये गोटे समस्त बेस्ट उपाय। तो जदि आम बिजनेस करिया मेंटालिटी जार अच्छी तेबे मु आपण मानू 2026 आज प्रथम दिन कही जदि आपण माने निजको निजर ऑफलाइन रो डुप्लिकेट न करिवे ताले आपण मानकर से आशा पूर्ण हो पारिबो नै 2026 मध्ये चली जीवो। जदि आपण माने शतपति सर जहा करूचंती ताकू जदि आपण माने न करिवे सेति पई सहयोग मिलिबो शतपति सर सहयोग मिलिबो मते मु मध्ये सहयोग करबी। आपण माने जदि देखंतु शतपति सर केमती भाव काम करुचंती केमती भाव ऑर्गेनाइज करुचंती केमती भाव लोकन सब कथाबार्ता करुचंती तो आपण आपणकर टीम रे जदि एई भली भाबे आरंभ न करिवे कि करिवेनी आ जदि केवल आपण को आमे ऑफलाइन कहले ही आपण काम करिवे ऑफलाइन कहले ही आपण करिवे ताले एथरे बड़ आगे बिजनेस करि परिवे नाही। आपण को एटा माने जो कहूँ स्टार क्रिएटिविटी जो माने कड़वा सर्च जदि आपण डुप्लिकेट न करंती जदि आपण एमती 5-10 जन को डाकिक मीटिंग न करंती आपण ए काम होची आपणकर कोन जदि बिजनेस करिया को चाहती ताले आपणकर सप्ताह रे 5-10 जन को डाकिक मीटिंग करिवे आउ सेथरे ऑफलाइन को डाकिवे शतपति सर डाकी मते देबे सर मु गोटे एटी मीटिंग करूची 20-30 लोक आसीबे आपण केबे डेट दियंतु जेतेबेले एई कथाटा आपण कहवा आरंभ करिवे जानिबे आपण रॉयल्टी पाइबे आ टेक्निकल पाइबे 2026 रे मु आपण ग्यारंटी देई कि कहूची। आ जदि ए काम केही न करिवे जेते जण बसचंती केबे हेले किछि करि परिबेनी केवल प्रोडक्ट खाइबे आउ अन्यर उपकार करिवे किंतु निजर इनकम करि परिबे बड़ आगर इनकम करि परिबे सीधा कहि देली किछि करि परिबेनी। जदि आपण एई जनवरी टू आरंभ करिवे प्रति मासरे निजे निजर टीम को डाकिबे आउ डेट नेबे मो टू डेट नेबे से सर मु एटी मीटिंग करूची जदि करिवे प्रति मासरे आउ प्रति सप्ताह रे आपण होम मीटिंग करिवे आपण लोकन को डाकिगिरी ताले आपण ग्यारंटेड रॉयल्टी टेक्निकल पाइबे आउ डिसेंबर ए जनवरी 2027 जनवरी बेलको आपण माने मासको 20-30-40-50-60 हजार इनकम करूथिबे। आउ जदि केवल फॉर्मालिटी मेंटेन करंती भावंती जे हां शतपति सर बाध्य करूछनी चांद सर बाध्य करूछनी मु टिके एमती कहि दिए मु एमती कर दिए मु एमती कर दिए मोर एमती काम अछि मोर असुविधा अछि से सब ड्रामा ए वर्ष करंतु नाही। मोर एमती समस्या अछि भाई मोर जे समस्या अछि मु केबे कहिछि मु आज की 5-7 दिन लेनी जो प्रकार समस्या पड़ुछि मोर ए गोडर ए भली अवस्था रे मु जेमती भाई पूरी मो गां को जाउछि जो भाबरे बुलुछि केते कष्ट रे मोर आज 68 इयर्स रे भाई माने सब एजेड हे गेलेनी से माने किछि करि परनांती मोर जो झमेला मेंटेन करछि मु कोन आपन मानु कहूछि जे मोर एमती हे गेला मु करि परलिनी मु तो एसु कहूनी एटा किछि माने नाही ए सब मोर टी असुविधा गेला तो मु बसि परलिनी मोर तो एगुडा किछि दरकार नाही। जदि आपण चाहंती ताले या करंतु मु आज आपण मानु कहूछि। आ सेमिनार रे आपण प्रति मास रे सेमिनार होछि भुवनेश्वर रे आपण को कहवा को पड़िबो जदि सब सीनियर हम जो माने नुआ आइछन तांको मु कहूनी से माने जो माने सीनियर लीडर मु तांको कहूची आपण को जदि शतपति सर सबले कहबे केते लोक आनिबे ये तो ताले फार्स हे गेला। अरे रॉयल्टी अचीवर मु जेते आरंभ करथिलु शतपति सर जेते आरंभ करथिलु आमे तो किछि नथिलु आमे तो भाइटल रे भी थिलु सेतेलु हम लोकन को केमिति एकाठी करी से मीटिंग रे बसिबो चेष्टा करथिलु। आ आपण माने समस्ते भाइटल पिन रो भी हाई लेवल रे अछंती रॉयल्टी अचीवर अछंती आपण केते लोक आनिबे 10टा लोक आनिबे केते लोक आनिबे मु क्वालिटी आनिबे किंतु ठीक समय रो मोर एही कारण जो मु जाई परलेनी सही कारण एमिति जदि करिवे 2026 चली जिवो किछि करि परिबेनी मु कहि देली किछि हेई परिबोनी जदि ए भली आपण माने माने डुप्लिकेट रोल करबा को चेष्टा करिवे भाई जेन्युइनली परंतु जदि बिजनेस करिया चाहती जदि निजर उन्नति करिया चाहती जदि आपण माने मासको 20-30-40-50-60 हजार इनकम करिया चाहती जदि रॉयल्टी टेक्निकल पाइया चाहती जदि आपण रिकॉग्निशन पाइया चाहती ताले तांकरी पई मु कहूची। आ जो माने प्रोडक्ट यूज करिवे स्वास्थ्य भलो रहइबो अन्नर स्वास्थ्य भलो करिवे सोशल वर्क करिवे बेस्ट आ गोटे परिवार बोली भाबे आनंद उत्सव करिवे समस्त वर्तमान परिवेश समय जेमती हेलानी आरसीएम रो परिवेश भारी मानसिक शांति दबो
ଶାରୀରିକ ମାନସିକ ଶାନ୍ତି ଆଧ୍ୟାତ୍ମିକ ଶାନ୍ତି ବହୁତ ଦବ। ବହୁତ ଲୋକ ଏକଥା ମତେ କହୁଛନ୍ତି, ସେମାନେ ବିଜନେସ କରୁନାହାନ୍ତି, ସେମାନଙ୍କର ବହୁତ ପ୍ରକାର ସବୁ ଅଛି। ସେମାନେ କହିଲେ ସାର୍ ଆରସିଏମ ର ପରିବେଶ ମତେ ବଢିଆ ଲାଗୁଛି, ଆରସିଏମ ର ପ୍ରଡକ୍ଟ ମତେ ବଢିଆ ଲାଗୁଛି, ଆଉ ଲୋକଙ୍କୁ ଏ ପ୍ରଡକ୍ଟ ଦେବାରେ ମତେ ଭଲ ଲାଗୁଛି, ସେମାନେ ବହୁତ ଖୁସି ହେଇକି ଆଶୀର୍ବାଦ କରୁଛନ୍ତି। ସେ ଛଡା ସେ ସେମିତି ଯଦି କରିବେ ଭଲ କଥା, ଆମର କିଛି କହିବାର ନାହିଁ। ଯଦି ଆପଣ ବିଜନେସ କରିବା ମେଣ୍ଟାଲିଟି, ଯଦି ଏଥିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଉଦ୍ଦେଶ୍ୟ ଅଛି, ମିନିମମ୍ 20 30 40 50 60 ହଜାର ଇନକମ କରିବାର ଯଦି ଅଛି, ସେ ଲକ୍ଷ ଲକ୍ଷ ଟଙ୍କା ଛାଡନ୍ତୁ, 20 30 ହଜାର ଯଦି ଇନକମ କରିବାର ଉପାୟ ଅଛି, ତାହେଲେ ଅନେଷ୍ଟଲି ଆଜିଠୁ ସଂକଳ୍ପ ନିଅନ୍ତୁ, ଅନେଷ୍ଟଲି କାମ କରିବେ। ସଂକଳ୍ପ ସମ୍ବନ୍ଧ ଉପରେ ଆପଣ ଆଜି ଦେଇଛି, ଆପଣଙ୍କ ଗ୍ରୁପରେ ପଢିବେ। ସଂକଳ୍ପ ସମ୍ବନ୍ଧ ଆମର ଗ୍ୟାସେସ ଫର୍ମୁଲାରେ ଏସ୍ ରେ ଏ ଦିଟା ମଧ୍ୟ ଆଡ କରିଦେବେ, ସଂକଳ୍ପ ସମ୍ବନ୍ଧ। ସଂକଳ୍ପ କରିବେ ମାନେ ସଂକଳ୍ପ କାହା କହନ୍ତି? ଆମର ପୂଜାରେ ଆମେ ଯେତେବେଳେ ବସୁ, ଆଙ୍ଗୁଠିରେ ପିନ୍ଧିକିରି ରିଙ୍ଗ ପିନ୍ଧିକିରି ବସୁ, ଏ ପୂଜା ସରିଲା ପରେ, ହୋମ ସରିଲା ପରେ ମୁଁ ଉଠିବି, ସଂକଳ୍ପ ଏଇ ନା, ସେଇଠି ତ ସଂକଳ୍ପ ଆରମ୍ଭ ହେଇଛି ଯେ ମୁଁ ଏ ପୂଜା କାମ ସରିଲା ପରେ ବ୍ରାହ୍ମଣ ସଂକଳ୍ପ କରିକିରି ଆଙ୍ଗୁଠି ବାନ୍ଧିଦବ। ଏ କାମ ସରିଲେ ପୂଜାର ଯେତେବେଳେ ଲାଷ୍ଟ ଇଏ ହୋମର ପଡିବ, ସେତେବେଳେ ଉଦ୍ଯାପିତ ହବ, ତାପରେ ମୁଁ ଉଠିବି, ଅଧାରୁ ଉଠିବିନି। ସେଇ ସଂକଳ୍ପ, ମୋ କାମ ସାରିବି, ଏଇଟା ମୁଁ ସଂକଳ୍ପ ନେଇଛି ଯେ ମୁଁ ପ୍ରତି ୱିକଲି ହୋମ ମିଟିଂ କରିବି, ମୋର ଟିମରୁ ଡାକିକିରି ମୁଁ ପ୍ରତି ମାସରେ ଶତପଥୀ ସାଙ୍ଗର ମିଟିଂ କରିବି, ପ୍ରତି ମାସରେ ଚାନ୍ଦ ସାରଙ୍କୁ ମିଟିଂ କରିବି, ତାଙ୍କୁ ଡେଟ୍ ମାଗିବି। ଆମେ ମାଗିବୁ, ଆପଣ କେବେ ମିଟିଂ କରନ୍ତୁ, ଆମେ ଯିବୁ, ଆମେ କେବଳ କିନ୍ତୁ ଅନ୍ୟାନ୍ୟ ମୋର ପୁଣି ତ ଅନ୍ୟ ଟିମ୍ ଅଛନ୍ତି ନା, ଅନ୍ୟ ଟିମ୍ ଅଛନ୍ତି, ସେ କେତେ ଟିମ୍ରେ ସେମିତି ବି ସେମିତି କରୁଛନ୍ତି, କେତେ ଟିମ୍ରେ ମୋତେ ଡାକୁଛନ୍ତି, ଡେଟ୍ ମାଗୁଛନ୍ତି, ଅଫଲାଇନ୍ ଡେଟ୍ ମାଗୁଛନ୍ତି, ସାର୍ ଡେଟ୍ ଦିଅନ୍ତୁ, ତ ଆମେ ଡେଟ୍ ଦଉଛୁ, ଆପଣମାନେ ଡେଟ୍ ମାଗନ୍ତୁ। ଅଫଲାଇନ୍ ଡେଟ୍ ଯଦି ଜାନୁଆରୀ ମାସରେ ନ ମାଗିବେ, ତାହେଲେ ମୁଁ ଜାଣିବି ଆପଣମାନଙ୍କର এইଭଳି ଦିନ କାଟିବାର ଇଚ୍ଛା ଅଛି। ଆଉ ନିଜର ଯଦି ଲୋକ ଟିମକୁ ଡାକିକିରି ଯେମିତି ଶତପଥୀ ବାବୁ କରୁଛନ୍ତି, ସେ ଜୁମ ରେ କରୁଛନ୍ତି, ଆପଣ ବି ଜୁମ ରେ କରିପାରିବେ, 40 ମିନିଟର ଫ୍ରି, କିଛି ନାହିଁ, ଆପଣ ବି ଜୁମ ରେ କରିପାରିବେ। ଆପଣ ମାନେ 30 ନିଜର ଟିମକୁ ଡାକି, ଲୋକ କରୁଛନ୍ତି, ଶହ ଶହ ହଜାର ହଜାର ଏଇଭଳି ମାନେ ଫ୍ରିରେ 30 40 ମିନିଟରେ ସବୁ ଭାଇଟାଲ ପିନାଚିଓର ମାନେ କରୁଛନ୍ତି। ଆଉ ଲୋକଙ୍କୁ ବସଉଛନ୍ତି, 5 ଜଣ 10 ଜଣ 15 ଜଣ 20 ଜଣ ବସୁଛନ୍ତି, ତାଙ୍କର ଚାଲିଛି ଦିନ ସାରା, କେତେବେଳେ କେତେବେଳେ ମିଟିଂ ଯିବ, କେତେବେଳେ ମୋତେ ବି ଡାକୁଛନ୍ତି, ମୁଁ ବି ଯାଇକିରି ଆଟେଣ୍ଡ କରୁଛି, କିଛି ବିପଦ କହୁଛି। ତ କରୁଛନ୍ତି ଯୋଉମାନେ, ସେମାନେ ରୟାଲିଟି ଟେକ୍ନିକାଲ ହେବା ପାଇଁ ସେମାନେ ଯୋଗ୍ୟ ହେଉଛନ୍ତି। ଦେଖନ୍ତୁ ବନ୍ଧୁଗଣ, ଆପଣ ଯଦି ହାର୍ଟଲି ଚାହାନ୍ତି 2026ରେ ଆପଣ ମାନେ ଟେକ୍ନିକାଲ ରୟାଲିଟି ହେବା ପାଇଁ, ତେବେ ଏବେ ସଂକଳ୍ପ ନିଅନ୍ତୁ, ଆଉ ବାହାନାବାଜି ଚିନ୍ତାଧାରା ମନରୁ କାଢିଦେବା ଆମେ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ମୁଁ ଆଜି ଆପଣଙ୍କୁ ପ୍ରଥମ ବର୍ଷର ପ୍ରଥମ ଥର କରିକିରି ଆପଣଙ୍କୁ ମନ କଥା କହିଦେଲି। ଆପଣଙ୍କୁ ଯୋଉମାନେ ବିଜନେସ କରିବା ମେଣ୍ଟାଲିଟି, ଥ୍ୟାଙ୍କ ୟୁ।